ଦେଖନ୍ତୁ ଗାଁରୁ ଜିନିଷ ଆସି ପହଞ୍ଚିଗଲା ଆମ ପାଖରେ। ଗାଁରୁ ଜିନିଷ ଆସିଲେ ସତରେ ବହୁତ ଖୁସି ଲାଗେ। ମୁଁ କେମିତି ଜଲ୍ଦି ଖୋଲିକି ଦେଖୁଛି କି ଜିନିଷ ଭିତରେ ସବୁ କ'ଣ ଅଛି, ଗୋଟେକ ପରେ ଗୋଟେକୁ ବାହାର କରୁଛି। ବହୁତ ଖୁସି ହେଇଯାଇଛୁ ଆମେ ଦୁଇ ଜଣ ଗାଁରୁ ଜିନିଷ ଆସିଛି ବୋଲି। ଦେଖନ୍ତୁ ଗୋଟେ ପରେ ଗୋଟେ ମୁଁ କେମିତି ବାହାର କରି ଚାଲିଛି। ଗାଁରୁ କ'ଣ ଆସିଛି ଦେଖିବା। ହେ ଆସିଛି ଆମ୍ବୁଲ ଖଟା, କେତେ ଟେଷ୍ଟି ଲାଗୁଛି ଦେଖିଲା ବେଳକୁ। ଆମ୍ବୁଲ ଖଟା, ତାପରେ ଆଉ କ'ଣ, ହେଇ ତେନ୍ତୁଲି ବି ଖଟା ଆସିଛି। ଜଲଜିରା ମୁଁ ଭଲ ପାଏ ବୋଲି ଜଲଜିରା ବି ମୋ ଛୋଟ ନଣନ୍ଦ ପଠେଇଛନ୍ତି। ବାରି ଲେମ୍ବୁ ମଝିଆ ବୋଉ ଆଉ କାକି ମୋର 2 ଜଣ ଯାକ ବି ପଠେଇଛନ୍ତି। ବଢ଼ି ସରିଗଲା। ତାପରେ ସକାଳ ହେଇଗଲା, ମୋର ରୋଷେଇ କାର୍ଯ୍ୟକ୍ରମ ଆରମ୍ଭ। ଭାତ ବସିଯାଇଛି, ଭାତ ସରିଯାଇଛି। ରୋଷେଇ କାର୍ଯ୍ୟକ୍ରମ ତ ମୋର ସବୁଦିନ ଆଉ। ତାପରେ ଆଜି ହେଇଛି ତାଙ୍କର ଚିକେନ୍ ହେଇଛି। ଚିକେନ୍ ପରେ ଶାଗ ବି ଆଜି ହେଇଛି। ଚିକେନ୍ ଶାଗ, ତାପରେ ସାଧାରେ ହେଇଛି ଆଜି ଜହ୍ନି ଆଳୁ ବିନ୍ସ ଡାଲମା ହେଇଛି। ତାପରେ କାଲି ସନ୍ଧ୍ୟାବେଳେ ମୋର ଗାଁର ପିଠା ଖାଇବାକୁ ବହୁତ ଇଚ୍ଛା ହେଉଥିଲା। ଏଇ ପିଠା ଛାଣିକି କାଲି କରିଥିଲି, ଖାଇଥିଲି। ଆଉ ଆଜି ବି ଅଛି ଆହୁରି। ଭାତ ବି କାଲି କିଛି ବହକି ଥିଲା, ପଖାଳ ବନେଇ ନେଇଥିଲି। ତାପରେ ବି କାମ ସବୁ ସରିଯାଇଥିଲା। ଟିଫିନ୍ ବାଢ଼ି ଦେଇକି ବାବୁଙ୍କୁ ବାହାର କରିଦେଲି। ବାବୁ ବି ଡ୍ୟୁଟି ଗଲେ, ସବୁଦିନ ପରି ଆଜି ବି ଡ୍ୟୁଟି ଗଲେ। କେତେ ଷ୍ଟାଇଲ୍ ମାରି ଯାଉଛନ୍ତି। ଚୁଟିରେ 9 ହାତ ପଶିଲେ ନା ଇଏ ଯିବେ ନା ଡ୍ୟୁଟି। ହେଇଗଲା।